ରବୀନ୍ଦ୍ରନାଥ ଗୌଡ଼ ଗୁଣ୍ଟୁପଡ଼ା ମଣ୍ଡଳ ସଭାପତି। ମୁଁ ଦେଖିଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଆମର ବିଧାୟକ ବିଷୟରେ। ପୂର୍ବତନ ଏମ୍ଏଲ୍ଏଙ୍କ ପୁଅ ନଚିକେତା ସ୍ୱାଇଁଙ୍କ ପାଖରେ ଯେଉଁ ରହି ପିଲାକୁ ନା ଟୁଟୁ ମଲ୍ଲିକ ଯେଉଁ ଆମ ବିଧାୟକ ବିଷୟରେ ମିଛ ପ୍ରତିଶ୍ରୁତି ମିଛ ମନ୍ତବ୍ୟ ଦେଇ ଭାଇରାଲ କରୁଛନ୍ତି, କଣ୍ଟ୍ରାକ୍ଟର ମାନଙ୍କୁ ପଇସା ନେବା ସମ୍ପୂର୍ଣ୍ଣ ମିଥ୍ୟା। କାହିଁକି ଆଜ୍ଞା, ମୁଁ ସି କ୍ଲାସ୍ ଥିଲି, ସି ବି ଏ କ୍ଲାସ୍ ହେଲେଣି, କିନ୍ତୁ ଦୀର୍ଘ ଦିନ ହେଲା କାମ କରି ଆସୁଛି। ଯେତେବେଳେ ସି କ୍ଲାସ୍ ଥିଲି ସେ ସମୟରେ ବହୁତ ପଇସା ସେମାନଙ୍କୁ ମୁଁ ଦେଇଛି। ଆଉ ଏବେ ଯେଉଁ ସ୍ୱରାଜ ସରକାର ଆସିଲା ପରେ ଆସ୍କାର କେବଳ ଗୁଣ୍ଡାରାଜ ବନ୍ଦ, କେବଳ ରାଜ ଚାଲି ସ୍ୱରାଜ ସରକାର, ସରୋଜ ଭାଇ। ତ ତା ପରିବର୍ତ୍ତେ ସେମାନେ ସହିପାରୁନାହାନ୍ତି ଏ ଯେଉଁ ଦାଦା ବଟି ସବୁ। ତ ସେଇଟାକୁ ଔଷଧର ଆଗରେ ତାଟିଆ କାମୁଡ଼ିବା ଭୟରେ ଏସବୁ ମିଛ ମନ୍ତବ୍ୟ କରୁଛନ୍ତି। ଟେଣ୍ଡର କାମ କଲା ସମୟରେ 2014 ମସିହାରେ ତାଙ୍କେ ବହୁତ ପଇସା ନେଇଛନ୍ତି, ଟେଣ୍ଡର ଉଠେଇଛି ବି ବହୁତ। ଟୁଟୁ ମଲ୍ଲିକ ଏ ଯେଉଁ ମନ୍ତବ୍ୟ ଦେଉଛନ୍ତି ସରକାରଠୁ କଣ୍ଟ୍ରାକ୍ଟର ମାନଙ୍କୁ ସରୋଜ ଭାଇନା ପଇସା ନେଉଛନ୍ତି ବୋଲି, ସେ ବିଷୟରେ ଆମେ ନେବା ସମ୍ପୂର୍ଣ୍ଣ ମିଥ୍ୟା ନା। ସେ ତ କାହାକୁ ନେଉନାହାନ୍ତି। ଆମର ବିଧାୟକ ବା ଭାରତୀୟ ଜନତା ପାର୍ଟିର ବିଧାୟକ ବିଷୟରେ ମିଛ ମନ୍ତବ୍ୟ ଦେବାଟା କମ୍। ଆମ ସରକାର ନା, ସେମାନେ ମିଛ ମନ୍ତବ୍ୟ ଦେଇକି ଭାଇରାଲ କରିବା ଠିକ୍ ନୁହେଁ। ହଉ ଦେଖିବା କ'ଣ ହେବ, ସେତେବେଳେ ଆଇନ ସରକାର ବୁଝିବେ କ'ଣ ହେବ, ସମୟ ଆସିବ ସେଟା ସବୁ ହେବ। ପରିଡ଼ା କାଳାସନପୁର ପୂର୍ବତନ ସଦସ୍ୟ ଦେଖିଥିବେ ଆପଣଙ୍କର ନ୍ୟୁଜ୍ ଚ୍ୟାନେଲ୍ ହଉ କିମ୍ବା ସୋସିଆଲ ମିଡ଼ିଆରେ ହଉ, ଗୋଟେ 2 ଦିନ ତଳେ 12 ତାରିଖରେ ବିଜେଡିର ନାଁ ନେଇକି କିନ୍ତୁ ବିଜେଡିର ପତାକା ନଥିଲା, ପୂର୍ବତନ ବିଧାୟିକା ଏବଂ କିଛି ମାଫିଆ ଗୋଷ୍ଠୀର ଲୋକ ଆସିକାରେ ଗୋଟେ ଗୁଣ୍ଡାର ବାତାବରଣ ସୃଷ୍ଟି କରିବା ପାଇଁ, ଲୋକଙ୍କୁ ଗୋଟେ ଭୟ ଦେଖିବା ପାଇଁ ଗୋଟେ 40-50 ଅସାମାଜିକ ଯୁବକଙ୍କୁ ନେଇ ଗୋଟେ ରାଲି ବାହାର କଲେ ଏବଂ କହିଲେ ଯେ ବିଧାୟକ କୁଆଡ଼େ ଆସିକାରେ ଇଲିଗାଲ ବାଲିଘାଟ ଚଲେଇବେ। ଇଏ କହିବା ଆଗରୁ ବୋଧେ ତାଙ୍କୁ ବୋଧେ ଏ ଯେଉଁ ସୋସିଆଲ ମିଡ଼ିଆ ହଉ କି ଆପଣମାନଙ୍କ ନ୍ୟୁଜ୍ ଚ୍ୟାନେଲରେ ଏ ଯେଉଁ ବକ୍ତବ୍ୟ ଦେବାଟା ତାଙ୍କୁ ବୋଧେ ଠିକ୍, କିନ୍ତୁ ଏ ଅଞ୍ଚଳବାସୀ ଜାଣିଛନ୍ତି ଯେ ଯେଉଁ ମାଫିଆ ଏବଂ ପୂର୍ବତନ ବିଧାୟକଙ୍କ ପୁଅ କ'ଣ, ସେ କଥା ଆସିକା ଲୋକ, ଗଞ୍ଜାମ ଲୋକ ଜାଣିଛନ୍ତି। ଯେତେବେଳେ 2019ରୁ 2024 ବିଧାୟିକା ଯେତେବେଳେ ଥିଲେ, ପୂର୍ବତନ ବିଧାୟିକା, ତାଙ୍କର ପୁଅ ମାଆଙ୍କର ପାୱାରକୁ ୟୁଟିଲାଇଜ୍ କରି ତାଙ୍କ ସ୍ତ୍ରୀ ନାଁରେ ଗହଙ୍ଗୁ ବାଲିଘାଟ କଲେ ଏବଂ ଯେଉଁ 5 ବର୍ଷ ରହିଲେ, ସେ 5 ବର୍ଷ ଭିତରେ ଡୁପ୍ଲିକେଟ୍ ୱାଇପର ଏବଂ ଯେଉଁ ଲାଙ୍ଗିଚୁଟ୍ ଆଟିଚୁଟ୍ ଯେଉଁ ପରିସର ଭିତରେ ବାଲି ନେବା କଥା, ସେ ପରିସର ଭିତରେ ବାଲି ନ ନେଇ ତାଠୁ ପୂର୍ବକୁ 2 କିଲୋମିଟର, ପଶ୍ଚିମକୁ 2 କିଲୋମିଟର, ଉତ୍ତରକୁ 2 କିଲୋମିଟର, ଦକ୍ଷିଣକୁ 2 କିଲୋମିଟର, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ। ବର୍ତ୍ତମାନ ଆସିକାର ବିଧାୟକ ସରୋଜ ଭାଇ, ଇଏ ହେଉଛି ଲୋକଙ୍କର ବିଧାୟକ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଏ ହେଉଛନ୍ତି ଲୋକଙ୍କ ସରକାର। କୌଣସି ମଧ୍ୟ ବେଆଇନ ଜିନିଷକୁ ଏଠି ପ୍ରଶ୍ରୟ ଦିଆଯିବ ନାହିଁ। ଗୁଣ୍ଡାରାଜ ଏଠି ଚାଲିବ ନାହିଁ। ଏଠି ଲୋକ ଏଠି ନିଜର ସ୍ୱାଧୀନ ଅକ୍ତିଆର କରି ଆସି ଅଞ୍ଚଳରେ ବୁଲିବେ। ଗୁଣ୍ଡାରାଜ, ମାଫିଆ ରାଜକୁ କେବେ ମଧ୍ୟ ଆସିକାର ବିଧାୟକ ସରୋଜ ପାଢ଼ୀ ପ୍ରଶ୍ରୟ ଦେଇନାହାନ୍ତି। ତେଣୁ ଏ ଯେଉଁ ମାଫିଆ ରାଜ ଏବଂ ପୂର୍ବତନ ବିଧାୟକ ଯେଉଁ ଆସିକାରେ ଗୋଟେ ଆତଙ୍କନା ସୃଷ୍ଟି କରୁଛନ୍ତି, ଆଇନ ଅଛି ଆଜ୍ଞା। ଯିଏ ଏଠି ଗୁଣ୍ଡାରାଜ କଲା, ଯିଏ ମାଫିଆ ରାଜ କଲା, ତା ପାଇଁ ଆଇନ ନିଶ୍ଚିତ ଭାବରେ ଅଛି। ତେଣୁ ଇଏ ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ସିଏ ବେଆଇନ ବାଲିଘାଟ ଚଲାଉଥିଲେ, ବର୍ତ୍ତମାନ ଚଲାଉଛନ୍ତି। ତାକୁ ବିଧାୟକ ଯେତେବେଳେ ପ୍ରତିରୋଧ କଲେ, ଯେ ବିଧାୟକ ଜାଣିଲେ ଏଠି ବେଆଇନ ବାଲି ଯାଉଛି, ଲିଜ୍ ଥିଲେ କ'ଣ ହବ ଆଜ୍ଞା? ଲିଜ୍ ଥିଲେ କ'ଣ ହବ? ସିଏ ତାର ଯେତିକି ପରିସର ଭିତରୁ ତାଠୁ ଅଧିକରେ ଯାଇକି ବାଲି କରୁଛନ୍ତି, ଇଏ ତ ସମ୍ପୂର୍ଣ୍ଣ ବେଆଇନ, ମିସିନ୍ ଲାଗିବା ବେଆଇନ। ଆପଣ ପଚାରି ନିଅନ୍ତୁ ମାଇନିଂକୁ ଯେ 20,000 ସିଏମ୍ରୁ, ମୋ ପାଖରେ ଯାହା ଅବଗତ ଅଛି, 20,000 ସିଏମ୍ ଯାହାର ପରମିଶନ ନାହିଁ, ସେଠି ମେସିନ୍ ଲାଗିପାରିବ ନାହିଁ। ତ ଇଏ ତ ବେଆଇନ। ସେଥିଲାଗି ବିଧାୟକ ଯେ ତାଙ୍କୁ ବେଆଇନ କାମ ପସନ୍ଦ ନାହିଁ ବିଧାୟକ, ସେଥିପାଇଁ ବନ୍ଦ କରିବା ପାଇଁ ଚେଷ୍ଟା କଲେ। ଚେଷ୍ଟା କରିବା ପରେ ତାଙ୍କର ଯେତେବେଳେ ବେଆଇନ ଜିନିଷ ବନ୍ଦ ହେଇଯାଇଛି, ବ୍ଲାକ୍ ମନି ଯେତେବେଳେ ପାଉଥିଲେ, ସେ ଜିନିଷଟା ବନ୍ଦ ହେଇଯାଇଛି। ସେଥିରେ ଅତିଷ୍ଠ ହୋଇ ଗୋଟେ ଲୋକଙ୍କ ଭୟରେ ଗୋଟେ ଆତଙ୍କରା ସୃଷ୍ଟି କରି, ଗୁଣ୍ଡାରାଜ ଦେଖାଇ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଗୋଟେ ରାଲି କରି ବିଧାୟକ ଯେଉଁ ଉନ୍ନୟନମୂଳକ କାର୍ଯ୍ୟକୁ ସହାୟତା ନ କରି ବିଧାୟକକୁ ଆରୋପ ଲଗାଉଛନ୍ତି ଯେ ବିଧାୟକ ସବୁ ଖାଇ ଦେଉଛନ୍ତି। ସମ୍ପୂର୍ଣ୍ଣ ମିଥ୍ୟା। ତମେ ଖାଇ ଦେଉଥିଲ, ଆସିକାର କ'ଣ କରୁଛ ବିକାଶ? ବିଧାୟକ ଆସିଲା ପରେ ଆପଣ ଦେଖିବେ 2ଟା ବ୍ରିଜ, 2ଟା ବ୍ୟାରେଜ, ଋଷିକୁଲିଆ ବଡ଼ ନଦୀ,
ସେଇ ଯୋଉ ଆସିଥିଲେ ମାଫିଆ ମାନେ ବୋଧେ କେନ୍ଦୁପଦା ନିମିନା ପଟୁ ସେଇଠି ତିନିଟା ବ୍ରିଜ ରାସ୍ତା ଘାଟ ସ୍ୱାସ୍ଥ୍ୟ ବାବନପୁର ମେଡିକାଲ ଏଇ ଯୋଉ ବିକାଶକୁ ସେମାନେ ଆଉ ସହ୍ୟ କରିପାରୁନାହାନ୍ତି। ସେଥିପାଇଁ ଆଜି ବିଧାୟକ ନାଁରେ ଅପପ୍ରଚାର କରୁଛନ୍ତି। ଯୋଉଟା ବିଧାୟକ ନଜରକୁ ଆସିବ ଯୋଉଟା ବେଆଇନ ଚାଲିଛି ଲୋକ ଯେତେବେଳେ ଆଇକି ବିଧାୟକ ଆରୋପ ଲଗାଉଛନ୍ତି ଯେ ଆଜ୍ଞା ଆମର ଏଇଠୁ ବାଲି ଖୋଳିକି ନେଇଯାଉଛନ୍ତି ନଦୀରେ ପାଣି ଆଇଲେ ଆମ ପିଲା ଛୁଆ ଯାଉଛନ୍ତି ଗାଧୋଇବା ପାଇଁ ସେଠି ବୁଡି ମରିଯିବେ ଆପଣ କଣ ଆଜ୍ଞା କରନ୍ତୁ। ବିଧାୟକ ଯୋଉଟା ନଜରକୁ ଆସୁଛି ତା ପାଇଁ ବିଧାୟକ ଆକ୍ସନ ନେବେ। ପ୍ରଶାସନ ଯୋଉଟା ନଜରକୁ ଆସିବ ପ୍ରଶାସନ ଆକ୍ସନ ନେବ। ପ୍ରଶାସନ ନାଁରେ ଆଲିଗେସନ ଲଗାଉଛନ୍ତି। ଆପଣ କିଏ ଆଜ୍ଞା ପ୍ରଶାସନ ନାଁରେ ଆଲିଗେସନ ଲଗାଇବା ପାଇଁ? ଆପଣ ତଳ ଦିନ କଥା ଚିନ୍ତା କରନ୍ତୁ କଣ କରୁଥିଲେ କଣ ନାହିଁ।